ଗତ ପ୍ରାୟ ଏକ ମାସ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟବାସୀ କିପରି ଲାଭବାନ ହୋଇଛନ୍ତି ସେ ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ସମସ୍ତ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକର 26ଟି ପଞ୍ଚାୟତରେ ଏହି ସଚେତନତା ଶିବିରର ଅନ୍ତିମ ଶିବିର ବେନରା ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ଅଞ୍ଚଳର ପ୍ରତ୍ୟେକ ଆଶାକର୍ମୀ, ଅଙ୍ଗନବାଡ଼ି ଦିଦି, ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତିର ମହିଳାମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଂ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଇତ୍ୟାଦି ବିକାଶ ଉପରେ ଆଲୋକପାତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥଙ୍କ ସଭାପତିତ୍ୱରେ କରାଯାଇଥିବା ବେଳେ ଉଠା ଜଳସେଚନ ପ୍ରକଳ୍ପର ଉପଦେଷ୍ଟା ପ୍ରମୋଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ଉପାଧ୍ୟକ୍ଷ ଶ୍ୟାମଲ ସରକାର, ଦେବେନ୍ସୀ ମାଝୀ, ବେନେରା ସରପଞ୍ଚ ଲକିଚନ୍ଦ୍ର ମାଝୀ, କୈଳାସ ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ। ଜିପିଓ ପୁନିତ ରାମ ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତରେ ଆୟୋଜନ କରିଛନ୍ତି। ସେହି ଅନୁସାରେ ଆଜି ଉମରକୋଟ ବ୍ଲକର ବେନରା ପଞ୍ଚାୟତରେ ଆଜି ସଚେତନ କାର୍ଯ୍ୟକ୍ରମ କରାଯାଉଛି। କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଲୋକଙ୍କ ପାଇଁ ଦେଇଛନ୍ତି। ତେଣୁ ସେ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚିବ, ଲୋକମାନେ ତାକୁ ଠିକ ଭାବରେ ପାଉଛନ୍ତି, ଲୋକମାନେ କେମିତି ପାଇପାରିବେ ତା ପାଇଁ ବୋଲିକି ଆଜି ଆମେ ଲୋକମାନଙ୍କୁ ବୁଝାଉଛୁ। ସରକାରୀ କର୍ମଚାରୀମାନେ ବୁଝାଉଛନ୍ତି। ଗତ ଜାନୁଆରୀ ମାସ 21 ତାରିଖରୁ ଆମେ ସଚେତନତା ଶିବିର ପଞ୍ଚାୟତ ସ୍ତରରେ ଆମେ ଆରମ୍ଭ କରିଥିଲୁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପଞ୍ଚାୟତରେ କ'ଣ କ'ଣ ଉନ୍ନତିମୂଳକ କାର୍ଯ୍ୟ ଆମ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଇଛି ତାକୁ ଲୋକଲୋଚନକୁ ଆଣିବା। ଆପଣ ଯେଭଳି ଜାଣିଛନ୍ତି PRA ମେମ୍ବର ପ୍ରଶାସନ ଲୋକମାନଙ୍କ ନିକଟରେ ଉତ୍ତର ଦେୟ। ସେଇଥିପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ମାଧ୍ୟମରେ ବହୁତ PRA ମେମ୍ବର୍ସ ଏବଂ ଲୋକପ୍ରତିନିଧି ପ୍ରଶାସନ ପଞ୍ଚାୟତ ସ୍ତରକୁ ଯାଇ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ହୋଇଥିଲେ। ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଆପଣମାନେ ସମସ୍ତେ ଜାଣିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ 50 ଲକ୍ଷ ଟଙ୍କା ପ୍ରଦାନ କରାଇଛନ୍ତି ଓଡ଼ିଶା ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ। ତାହାକୁ ଆମେ ଲୋକଲୋଚନକୁ ଆଣିଥିଲୁ ଏବଂ ପ୍ରତ୍ୟେକ ଡିପାର୍ଟମେଣ୍ଟର କ'ଣ କ'ଣ ୱାର୍କ ସେମାନଙ୍କ ପଞ୍ଚାୟତରେ ସେମାନଙ୍କର ଗ୍ରାମରେ ଭିତ୍ତିଭୂମି ବିକାଶ କରୁଛି ସବୁଗୁଡ଼ାକୁ ଆଲୋକପାତ କରିବା ସହିତ ପ୍ରତ୍ୟେକ କାର୍ଯ୍ୟଗୁଡ଼ିକୁ ଲୋକମାନଙ୍କ ନିକଟରେ ଉତ୍ସର୍ଗୀକୃତ କରି ଆସିଲୁ। ଉମରକୋଟରୁ ଦୀପଙ୍କର ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।